ବୋଉ ଗାଁ ସାରା ଲୋକ ସକାଳୁ ଏଣ୍ଡୁରି ପିଠା ଖାଇକି ବୁଲିଲେଣି ଦାଣ୍ଡ ଦୁଆରେ। ତମେ ଆମର କରୁଛ ଆସିକି ଦିନ 9ଟାରେ ଏଣ୍ଡୁରି ପିଠା। ଗାଁ ସାରା ଲୋକ ସକାଳୁ ଏଣ୍ଡୁରି ପିଠା ଖାଇଛନ୍ତି, ସେମାନେ ସକାଳ 5ଟା କିମ୍ବା 6ଟାରେ ଖାଆନ୍ତୁ। ଆମର ଦିନ 12ଟାରେ ଖାଇଲେ ଚଳିବ, କିଛି ଅସୁବିଧା ନାହିଁ। ପିଠା ତ ଖିଆ ହବ ନା, ପେଟକୁ ତ ଯିବ। ଏତେ ଡେରି ଖାଇଲେ କଣ ଲାଭ ଅଛି? ଆମର ବହୁତ ଚଞ୍ଚଳି ଦଳ ଆମେ ଅଛୁ। ପ୍ରଥମ ଚଞ୍ଚଳି କିଏ? ପ୍ରଥମ କିଏ କହୁନୁ? ତମେ। ଦ୍ୱିତୀୟ? ଦ୍ୱିତୀୟ କିଏ? ତମ ବୋହୂ। ତୃତୀୟ? ନା ଆଉ ତୃତୀୟ ଚତୁର୍ଥ କେହି ନାହାନ୍ତି। ଖାଇବା ଲୋକ ବି ଚଞ୍ଚଳ ହେବା ଦରକାର। ତୁ ଗାଧେଇ ସାରିଛୁ? ମୁଁ କାହିଁ ଗାଧେଇବି ଏତେ ଚଞ୍ଚଳ? ତମର ତ ପିଠା ସରିନି, ତମର ପିଠା ଆଗେ ସରୁ, ତାପରେ ମତେ ଡାକ ପକେଇଲେ ମୁଁ ଗାଧେଇକି ତାପରେ ଖାଇବି ଆଉ। ତା ଛଡା ମୁଁ ତ କହିଥିଲି 2ଟା ବରା ଛାଣିବା ପାଇଁ। ବରା ଅଛି, ଛଣା ହବ। ତରକାରୀ କଣ? ଆଳୁଦମ? ଆଳୁଦମ କରିବ, ମଟର ଟିକେ କରିବ। ମଟର ବତୁରା ହେଇନି। ଆଉ ଯଦି ପାରିବ ଟିକେ 2 ଗୁଡିଆ 4 ଗୁଡିଆ ଯଦି ବ୍ୟବସ୍ଥା ବି ହେଇପାରନ୍ତା ଆଉ ଟିକେ ଭଲ ହୁଅନ୍ତା। ତାହେଲେ ଯାଉନ ଆଣିବୁ। ଯା ଆଣିବି? ଠିକ ଅଛି।